ଆମେ ସମସ୍ତେ ଜାଣିଛେ ମହାନ ସାଧକ ସ୍ୱାମୀ ବିବେକାନନ୍ଦଙ୍କର 162ତମ ଜନ୍ମ ଜୟନ୍ତୀ। ଏ ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇବି। ଆଜିକା ଦିବସକୁ ବିଶେଷ ଭାବରେ ଆମେ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରୁଛେ। ଏହି ପାଳନ ଅବସରରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଯେଉଁ ଭୁବନେଶ୍ୱରରେ ଅଛି, ଲକ୍ଷ୍ମୀ ସାଗର ସ୍ଥିତ, ସେଠି ଆଜି ପିଲାମାନଙ୍କର ପଥୋତ୍ସବ କାର୍ଯ୍ୟକ୍ରମ ଥିଲା। ସମସ୍ତେ ରାସ୍ତାରେ ବିଭିନ୍ନ ମହାପୁରୁଷଙ୍କର ବେଶ ଏବଂ ଭାରତ ମାତାଙ୍କର ବେଶ ଏବଂ ବିଭିନ୍ନ ଧର୍ମଗୁରୁଙ୍କର ବେଶ କରିକି ସେମାନେ ପଥଯାତ୍ରାରେ ଗଲେ। ମୁଁ ଏହି ଅବସରରେ ରବୀନ୍ଦ୍ରନାଥ ପଣ୍ଡା, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଲ୍ ଓଡ଼ିଶାର ଡାଇରେକ୍ଟର ଅଛି। ତା ସହିତ ଏହି ଅନୁଷ୍ଠାନ ଲର୍ଡ଼ ଜଗନ୍ନାଥ ମିଶନ ଟ୍ରଷ୍ଟ ତରଫରୁ ଚାଲୁଅଛି। ଏହାଦ୍ୱାରା ଆମର ଅଲ୍ ଓଡ଼ିଶାରେ ଓଡ଼ିଆ ମିଡ଼ିୟମ୍ ଏବଂ ଇଂଲିଶ ମିଡ଼ିୟମ୍ 100 ପାଖାପାଖି ସ୍କୁଲ ଚାଲୁଅଛି। ଆମର ଉଦ୍ଦେଶ୍ୟ ଓଡ଼ିଶାର କୋଣ ଅନୁକୋଣରେ ବିବେକାନନ୍ଦଙ୍କ ବାଣୀ ଏବଂ ତାଙ୍କ ଆଦର୍ଶ ଏବଂ ତାଙ୍କର ଶିକ୍ଷାନୀତିକୁ ଆଧାର କରି ଆମେ ସ୍କୁଲ ତିଆରି କରିବୁ ଏବଂ କରିଅଛୁ ମଧ୍ୟ। ବିବେକାନନ୍ଦ ହେଉଛନ୍ତି ବିଶ୍ୱପୂଜ୍ୟ ସନ୍ନ୍ୟାସୀ, ଯୋଗଜନ୍ମା। ଭାରତବର୍ଷରେ ବୈରାଗୀ ଚରଣ ନାୟକ, ମ୍ୟାନେଜିଂ ଟ୍ରଷ୍ଟି, ଲର୍ଡ଼ ଜଗନ୍ନାଥ ମିଶନ ଟ୍ରଷ୍ଟ, ଯେଉଁ ଟ୍ରଷ୍ଟ ତରଫରୁ ସାରା ଓଡ଼ିଶାରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବିବେକାନନ୍ଦ ପବ୍ଲିକ ସ୍କୁଲ, এই ନାଁରେ ସବୁ ବହୁତ ସ୍କୁଲ ଚାଲିଛି। ଯେଉଁ ସ୍କୁଲ ଗୁଡ଼ିକ ଚାଲିଛି ସେଇ ସ୍ୱାମୀ ବିବେକାନନ୍ଦଙ୍କ ନାଁରେ। ବିବେକାନନ୍ଦ ହେଉଛନ୍ତି ଆମ ଦେଶର, ଆମ ଜାତିର ମୁଖ୍ୟ ପୁରୋଧା। ଯେତେବେଳେ ଭାରତବର୍ଷରେ ହିନ୍ଦୁ ଧର୍ମକୁ, ସନାତନ ଧର୍ମକୁ ଲୋକମାନେ ଅବହେଳା କରୁଥିଲେ, ପୃଥିବୀର ଅନ୍ୟ ଦେଶମାନେ ଅବହେଳିତ ଭାବରେ ଦେଖୁଥିଲେ, ସେତେବେଳେ ସ୍ୱାମୀ ବିବେକାନନ୍ଦ ଯେଉଁ ଶିକ୍ଷା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ତରଫରୁ ବିବେକାନନ୍ଦ ଜୟନ୍ତୀ ପାଳନ ହେଲା, କ'ଣ ବାର୍ତ୍ତା ରହିବ? ଆମ ସ୍କୁଲ ଆପଣମାନେ ଜାଣିଥିବେ, ଆମ ସ୍କୁଲ ବିବେକାନନ୍ଦ ଶିକ୍ଷା କେନ୍ଦ୍ର। ଆମ ସ୍କୁଲ ତାଙ୍କର ନୀତି ଆଦର୍ଶରେ ଯାହା ତାଙ୍କ ନୀତି ଆଦର୍ଶ ଥିଲା, ଆମେ ତାକୁ ପାଥେୟ କରିକି ଆଗକୁ ବଢ଼ୁଛୁ ଏବଂ ପିଲାମାନଙ୍କୁ ଆମେ ଉତ୍ତମ ଶିକ୍ଷା ଏବଂ ଉତ୍ତମ ବିଚାର, ଉତ୍ତମ ସଂସ୍କାର ଦେଉଛୁ। ତେଣୁ ଆଜି ପିଲାମାନେ ଆପଣମାନେ ଦେଖିଥିବେ କେତେ ସଂଖ୍ୟକ ପିଲା ଆସିଛନ୍ତି। ତାଙ୍କର ଗୋଟେ ଉଦ୍ଦେଶ୍ୟ ଯେ ଆମେ କେମିତି ବିବେକାନନ୍ଦ ଜୟନ୍ତୀଟା ଭଲ ଭାବେ ଆମେ ସେଲିବ୍ରେଟ୍ କରିବୁ ଏବଂ ଏଇଟା ଗୋଟେ ମେସେଜ୍ ଯାଉଛି ଯେ ପ୍ରକୃତରେ ଆମେ ଯଦି ତାଙ୍କର ଆଦର୍ଶକୁ ମାନି ଚାଲିବା, ଆମେ କେଉଁଠି ଆଉ ପଛକୁ ଫେରିବା ନାହିଁ। ଥ୍ୟାଙ୍କ ୟୁ।